ବୋଉର ମନ ଭାରି ଖୁସି କାହିଁକିନା ତା ବାପ ଘରକୁ ଆଇଛି ତ ସେଥିପାଇଁ ଗୀତ ଲେଖେ ଫାଷ୍ଟ ମୋତେ ପଠାଏ। ମୁଁ ପଢ଼ୁଥିଲି ମାମୁଁଠି ପଢ଼ିଲି ଭିତରେ ବର୍ଷକୁ ଜହ୍ନକୁ ନିଶା ଯାଉଥିବେ କାରଣ ବର୍ଷକୁ ଥରେ କେବଳ ଅଲାରନାଥଙ୍କ ପାଖରେ ଦର୍ଶନ ମିଳେ। କାରଣ ସେଇଟା ହେଉଛି ଠାକୁର ଯେତେବେଳେ ଅନସରରେ ପଡ଼ିଥିବେ ନା ଏତେ ଲୋକଙ୍କ ଭିଡ଼ରେ ମୁଁ ଭାବିଲି ଠାକୁରଙ୍କ ଦର୍ଶନ ମିଳିବନି ବୋଲି, ଯାହା ହଉ ମିଳିଗଲା। ଏଠି ବହୁତ ଭାଇ ଦେଖୁଥିବେ ଆନନ୍ଦ ବଜାରରେ ମୁଁ ପହଞ୍ଚାଇଛି, ଯାହାକି ବ୍ରହ୍ମଗିରି ଆନନ୍ଦ ବଜାର, ଯାହାକି ଠାକୁର ସେପଟେ ଅନସରରେ ପଡ଼ିଲେ ଏପଟେ ହିଁ ଦିନ ପରେ ଆଜି ମୁଁ ମାମୁଁ ଘରକୁ ଯାଉଛି। କାହିଁକିନା ବୋଉ ଯାଇନି 2 ବର୍ଷ ହେଲା, ମୁଁ ଯାଇନି 5-6 ବର୍ଷ ହେଲା ଯାଇନି ମାମୁଁ ଘରକୁ। ତ ଯାଉଛି ଆଜି। ମୋ ମାମୁଁ ଘର ହେଉଛି ରେବଣା ନୂଆଗାଁ। ତ ବୋଉ ଆଜି ଯିବ, ତ ବୋଉକୁ ଛାଡ଼ିଲା ପରେ ମୁଁ ଯିବି ଅଲାରନାଥ ଟିକେ ଦେଖିକି ଆସିବି। ତ ଚାଲନ୍ତୁ ଯିବା। ନମସ୍କାର ଭାଇ ଭଉଣୀ ମାନେ, ମୁଁ ଆରବି ବାସୁଦେବ ତ ଆପଣଙ୍କୁ ଆଉ ଗୋଟେ ଫେସବୁକ୍ ସ୍ୱାଗତ କରୁଛି। ଚାଲନ୍ତୁ ଯିବା ମାମୁଁ ଘରକୁ। ଆଜି 5 ବର୍ଷ ପରେ ଯାଉଛି। ଫାଇନାଲି ଆସିକି ମାମୁଁ ଘରେ ପହଞ୍ଚିଲି। ଦେଖିଥିବେ ମାମୁଁ ଘର ଆସିକି ରେବଣାରେ ଅଛି ମୁଁ ଏବେ। ଆଉ ବୋଉକୁ ଛାଡ଼ି ଦେଇକି ଯିବି। ସେ ରହିବ, ଗୋଟେ ଦିନ ରହିବ ବୋଧେ କହୁଛି। ଏବେ ଗଲେ ବାସ୍ ଦେଖିବା ମାମୁଁ ଘର। ମାନେ ଖାଇକି ଆଇଲି ପରା ମାଇଁ। ତ ଦେଖିପାରୁଥିବେ କି ମାମୁଁ ଘରକୁ ଭଣଜା ଆସିଲା ମାନେ ଆପଣ ସମସ୍ତେ ଜାଣିଥିବେ କି ମାଇଁ ଏବେ ଗୋଡ଼ ଧୋଇଲେ। କାହିଁକିନା ପ୍ରତ୍ୟେକ ଘରେ ଅଛି କି ଭଣଜା ଆସିଲା ମାନେ ମାମୁଁ ଘରକୁ ମାଇଁ ମାନେ ଗୋଡ଼ ଧୋଇବେ ଭଣଜାଙ୍କର। ତ ସେଇ ପରମ୍ପରା ଏବେ ବି ଅଛି। ତ ଦେଖିଲେ ତାକୁ ଦେଖନ୍ତୁ କ'ଣ ହେଉଛି ମାମୁଁ ଘର। ନା ଗୋଡ଼ ଖସିବ ଯଦି ହଁ ସେଇ କଥା କହୁଛି, ପାଣି ଯଦି ରହିବ ସେ ପୁରା କହିଛୁ। ତ ଦେଖିପାରୁଥିବେ ମାମୁଁ ଘର ନୂଆ ଘର ବନିଆ ହେଇଛି, ଟାଇଲ୍ ଫାଇଲ୍ ପଡ଼ିଯାଇଛି, ଆଉ କିଛି କାମ ବାକି ଅଛି। ତ ମୁଁ ଆସିନଥିଲି କାହିଁକିନା 5 ବର୍ଷ ହେବ ମୁଁ ଆସିନଥିଲି ମାମୁଁ ଘରକୁ। ବହୁତ ଦିନ ପରେ ଆଜି ଆସିଛି, କାହିଁକିନା ଦିଘା ଟିକେ ବୁଲାବୁଲି କରିକି ଯିବା। ଆଉ ଗୋଟେ ମାମୁଁ ଘର ସେପଟେ ଅଛନ୍ତି, ଆଉ ବଡ଼ ମାମୁଁ ଯିଏ ଆମର ଏପଟୁ ପଳେଇ ଆସିଛନ୍ତି, ପୋଖରୀ ପାଖକୁ ପଳେଇ ଆସିଛନ୍ତି। ଆଉ ଦେଖନ୍ତୁ ଘର ତାଙ୍କ ଏବେ ନୂଆ ତିଆରି ହେଇଛି, ତଳ ଟାଇଲ୍ ପକାଇ ଦେଇଛନ୍ତି। ବାସ୍ ଆହୁରି ୱାରିଂ ବାକି ଅଛି, କିଛି କାମ ହେବ ଧୀରେ ଧୀରେ। ଆଉ ଧୀରେ କାମ ହେବ। ଯାଉଛି ଯିବି ମାମୁଁ ଘରେ ଖାଇବି। ଯାଉଛି ବିଶ୍ୱାସ କରିବେନି, ମାମୁଁ ଘରେ ପୁରା ପେଟେ ହେବ ଖାଇଦେଲି ମାମୁଁଙ୍କର ମୋର ପୁରା। ଏବେ ମାମୁଁ ଘର ଛାତ ଉପରେ ଅଛି। ତ ଦେଖୁଥିବେ ମାମୁଁ ଗାଁ ପୋଖରୀ। ତ ଗାଁ ପୋଖରୀରେ ହିଁ ମାମୁଁଙ୍କ ଘର ବନେଇଛନ୍ତି ଏଇ ପାଖରେ। ଖାଇଦେଲି ଏବେ ଭାବୁଛି ଟିକେ ରେଷ୍ଟ ନେଇକି ବାହାରିବି ଟିକେ ଅଲାରନାଥ ଦେଖିକି ଗାଁକୁ ପଳେଇବି। ବୋଉ ରହିବ ଏଠି। ଆଉ ଦେଖୁଥିବେ ମାମୁଁଙ୍କ ଫଟୋ ଖବରକାଗଜ ଗୋଟେ ପୋଷ୍ଟରରେ ବାହାରିଛି। ଦେଖ ମାନେ ବହିରେ ମାମୁଁ ପଟେ ବସିଛନ୍ତି, ବୋଉ କୋଳରେ ମୁଁ ଶୋଇଛି। ଆଉ ମାଇଁ ଯାଇଛନ୍ତି କାହାର ଗୋଟେ ଭୋଜି ହେଉଛି ବୋଧେ, ସାନ ମାମୁଁ ଘର ସେଠି ଭୋଜି ହେଉଛି। ମାଇଁ ଯାଇଛନ୍ତି, ମୁଁ ପଳେଇବି ଯାଉଛି। କାହିଁକିନା ଗଲେ ଅଲାରନାଥ ଯିବି, ଅଲାରନାଥରୁ ଗାଁକୁ ଯିବି। ଗାଁ ଗଲେ ପୁଣି ଦିଦି ଯିବ ଗୋଟେ ଆଡ଼େ, ପୁଣି ତାକୁ ନେଇକି ଯିବାର ଅଛି। ବୋଉ ରହିବ। ବୋଉ ତା ଇଚ୍ଛା, ବାପ ଘରକୁ ଆଇଛି ନା, ଯେବେ ଯାଉଛି। କେତେ ଦିନ ପରେ ଯିବ? କେତେ ବର୍ଷ ପରେ? ହଁ କେତେ ବର୍ଷ ପରେ? ବୋଉର ମନ ଭାରି ଖୁସି କାହିଁକିନା ତା ବାପ ଘରକୁ ଆଇଛି ତ ସେଥିପାଇଁ ଟିକେ ଭାରି ମନ ଖୁସି। ଆଉ ମାମୁଁ ଘରଠୁ କାହିଁକିନା ଏବେ ବହୁତ ବାଟ ଯିବାର ଅଛି। କାହିଁକିନା ଯିବି ଅଲାରନାଥ ଯିବି। ଅଲାରନାଥକୁ ଦର୍ଶନ କରିକି ପ୍ରଭୁଙ୍କୁ ଅଲାରନାଥଙ୍କୁ ଦର୍ଶନ କରି ତାପରେ ମୁଁ ଯିବି ଗାଁକୁ। ଗାଁରୁ ପୁଣି ଦିଦି ଆଣିବାକୁ ପଡ଼ିବ ଗୋଟେ ଜାଗାକୁ। ତ ଯିବି, ପ୍ରଥମେ ଦେଖିବା ଅଲାରନାଥଙ୍କ ଦର୍ଶନ କରାଇବି ଆପଣମାନଙ୍କୁ। ଆଉ ମନ୍ଦିରରେ କେତେ ଲୋକ ଆଉ କେତେ ଭିଡ଼ ହେଇଛି ସେ ଜିନିଷ ବି ଦେଖେଇବି, ଆପଣ ଦେଖନ୍ତୁ। ଭାଇମାନେ ଦେଖିପାରୁଥିବେ କି ଯାହାକି ଆର ବର୍ଷରେ ଗୀତ ହେଇଥିଲା, ଯାହାକି ଅଭଡ଼ା ଛାଡ଼ି ବାଣ୍ଟ କ୍ଷୀରି। ଏ ଲେଖକ ଆଗକୁ ତ ଚିହ୍ନିଦେବେ ଆଉ କ'ଣ, ସତ୍ୟପ୍ରିୟ ପ୍ରଧାନ ଜାଣିଥିବେ ଆଉ। ଯାହାକି ନେକ୍ସଟ ବ୍ଲଗ୍ରେ ଦେଖିଥିବେ, ଯାହାକି ଆମେ ଯାଇଥିଲୁ ଯାତ୍ରା ଦେଖିବା ପାଇଁ ଯାଇଥିଲୁ, ଯାହାକି ତୁଳସୀ ଗଣନାଟ୍ୟ ପଡ଼ିଥିଲା। ଆଉ ଏବେ ତ ରିସେଣ୍ଟଲି ଆଉ ଗୋଟେ ଗୀତ ରିଲିଜ୍ ହେଉଛି। ଯେଉଁ ନେକ୍ସଟ ଗୀତ କ'ଣ ରିଲିଜ୍ ହେଉଛି? ଆସଲର ଖାଉଥିଲି ବହୁତ କି ମୁଁ ପଢ଼ିଲି, ମାନେ ମୋତେ ସେ ଯାହା ବି ଗୀତ ଲେଖେ ଫାଷ୍ଟ ମୋତେ ପଠାଏ। ମୁଁ ପଢ଼ୁଥିଲି ମାମୁଁଠି ପଢ଼ିଲି, ଗୀତଟା ଏତେ ବଢ଼ିଆ ହେଇଛି, ମାନେ ମୁଣ୍ଡ ଖରାପ ହେଇଛି। ତ ଆପଣ ନିଶ୍ଚୟ ଦେଖିବେ। ଦେଖାଇକି ଆମେ ତାର ମୋତେ କଥାବାର୍ତ୍ତା ହେଇଯାଉ, ପକାପକା ହେଇଯିବୁ। ତାପରେ ସେଇଠୁ ଯିବି ମୁଁ ଟିକେ ଅଲାରନାଥ ଦର୍ଶନ କରିବି ଆପଣମାନେ। ଏବେ ପାର୍କିଂ କରିକି ଗାଡ଼ି ମୁଁ ଛାଡ଼ିକି ପଳେଇ ଆସିଲି। ଏବେ ପହଞ୍ଚିଯାଇଛି ଅଲାରନାଥଙ୍କ ପାଖରେ ପହଞ୍ଚିଯାଇଛି।
ବର୍ଷକୁ ଜଗନ୍ନାଥ ଦେଖିବାକୁ ଯାଉଥିବେ, କାରଣ ବର୍ଷକୁ ଥରେ କେବଳ ଅଲାରନାଥଙ୍କ ପାଖରେ ଦର୍ଶନ ମିଳେ। କାରଣ ସେଇଟା ହେଉଛି ଠାକୁର ଯେତେବେଳେ ଅନସରରେ ପଡ଼ିଥିବେ, ଯେତେବେଳେ ରଥଯାତ୍ରା ପାଖେଇ ଆସିବ, ସେ ଟାଇମ୍ରେ ସ୍ନାନ ପୂର୍ଣ୍ଣିମା ପରେ ଠାକୁର ଯେତେବେଳେ ଜ୍ୱରରେ ପଡ଼ିବେ, ସେ ଟାଇମ୍ରେ ଅଲାରନାଥଙ୍କ ଦର୍ଶନ ମିଳିଥାଏ। ତାକି କୋଟି ପୁଣ୍ୟ ମିଳେ ଏଇ ଦିନ ଦର୍ଶନ କଲେ। ଆପଣ ଯଦି ଆସିବେ ଦର୍ଶନ କରିକି ଯିବେ, ତ ଦେଖନ୍ତୁ କେତେ ଲୋକ ଆସନ୍ତି ଏ ଜାଗାକୁ। महाप्रभु पाछटी आनी गाय रामायण श्री चैतन्य महाप्रभु दर्शन करते दर्शन करेंगे। चैतन्य महाप्रभु भक्ति एत उत्तप्त था, से उत्तप्त आज पथर तरणी महाप्रभु चैतन्य महाप्रभु भाई एत बड़ लाइन मो जीवन के देखी नी मैं भावी ठाकुर दर्शन करके जी बोली कि ठाकुर दर्शन कर मुंडिया बोली ठाकुर पलि जाऊँ मैंने एत बड़ दर्शन मैंने लाइन अच्छी मैंने मुंड खराब आउ के आसवा ठाकुर दर्शन करवा। तो भाई भौणी मैंने आपण मैंने देखो सार ए पाखे अच्छा सार को समस्ते जानी आम पुरी एरिया ब्रह्मगिरी समस्ते जानी सार पाक जाना कि शुणा कि अलारनाथ को देखा करने एत दूर भक्त मैंने कहीं आसुँच जगन्नाथ जो जहाँकि कहते द्वितीय अवतार ये विजयमान कर सार को शुणा अलारनाथ विषय किसी सार आउ बहुत किसी सार कह अलारनाथ विषय भक्त मैंने एत दूर धाई आसुँच कहीं जो जगन्नाथ ज्वर पड़ी अलारनाथ पीठ खोल जाए कहीं गोटे वर्ष ठाकुर दर्शन करा जहाँ जगन्नाथ दर्शन करा जहाँ अलारनाथ गोटे दिन यही दिन में ही दर्शन करा ही तो सार को शुणा कथा हम सार सर ठाकुर विषय कौन कह अलारनाथ विषय। जय श्री अलारनाथ। ब्रह्मगिरी निवासाय अलार पुरमंडनम कोटि कैबल्य दानी च श्री अलारनाथम भज। भगवान श्री अलारनाथ होउछंती आदिनाथ आजानुलंबित बाहु जगन्नाथ कोटि ब्रह्मांडर नायक ब्रह्मगिरी शांत श्री श्री अलारनाथ। तेणु भगवान अलारनाथ अनेक गवेषक अनेक कथा कहउछंती किंतु अलारनाथ होउछंती सत्ययुगर ठाकुर। अलारनाथ श्वेत बराह कल्प द्वितीय सत्ययुगर प्रथम ठाकुर। जेतेबेले मालव सम्राट इंद्रदुम्न विद्यापति ठारू साकार विष्णुकर घटना पाइले परिचिति पाइले एवं साकार विष्णुकर दर्शन करिसंती देखिबा आनी श्री नीलमाधव नीलकंदर पूजा पाउछंती। से समय जितेबाला आसी मालव सम्राट इंद्रदुम्न थाटपाट नहीं भगवान अंतर्ध्यान हो गले। तेणु विश्वावसु भाविले विद्यापति तो केवल देखी अन्य कहीं देखी ना विद्यापति नहीं जाइछंती। विद्यापति भाविले मुझे देखीदेवार सूचना पाई विश्वावसु नहीं जाइछंती किंतु ताहा प्रकृति में नथिला। कपिल संहिता से कथा सुंदर भाव में कहते 26 अध्याय अंतर्हित पुरा विष्णु माधवे भगवान स्वयं सगुप्त नीलशैल से चतुकोशेषु पश्चिम। नीलशैलर 4 कोश को पछुआ हो गले प्रभु श्री नीलमाधव भगवान स्वयं अलारनाथ होती श्री नीलमाधव। आज जो अणसर दर्शन चली भगवान चतुर्धा मूर्ति बलियार जो बठाकुर भद्रदायिनी सुभद्री के महाप्रभु जगन्नाथ चक्रराज सुदर्शन चतुर्धा मूर्ति ज्येष्ठ पूर्णमी दिन जन्मवेदी दर्शन देते महाराजा इंद्रदुम्न। तेणु से ज्येष्ठ पूर्णमी देवस्नान पूर्णमी प्रभुंर दिव्य स्नान करा जाए देवस्नान पूर्णमी बा जन्म पूर्णमी। तेणु प्रभु स्नान पूर्णमी 108 माठिया सुबासित जल रे अभिमंत्य जल स्नान करते। मानवीय लीला ज्वर ज्वर हवा पर प्रभु को ब्रह्म को दर्शन करिवार अधिकार कार नहीं से सुजोग नहीं। तेणु प्रभु अनवसर रहती अनवसर ताटी भितर रहती एवं गुप्त सेवा पाती। से समय आसी आलोकिताचार्य से समय आसुँच श्री चैतन्य। तेणु भगवान दर्शन न पाई जितेबाला आत्मविसर्जन करने चाहती भगवान कहते वीर मशाणिया महावीर तमें जाओ। से भक्त तो अभिमानी श्री चैतन्य कथा हूँ तो आलोकिताचार्य कथा हूँ ये 2 भक्तों अणसर दर्शन होती। तेणु
କେତେକ ଗବେଷକ ଆଲବନ୍ଦାଚାର୍ଯ୍ୟ କଥା କହୁଛନ୍ତି, କେତେକ ଗବେଷକ ଶ୍ରୀ ଚୈତନ୍ୟ କଥା କହୁଛନ୍ତି। ଆମେ ଦୁଇଟାକୁ ମାନୁଛୁ ଏବଂ ସେଇ କଥାରୁ ଆଜି ହିଁ ଲକ୍ଷ ଲକ୍ଷ ଭକ୍ତ ଆଜି ତ ଅତିଶୟରୁ ଏଯାବତ ଲମ୍ବା ଧାଡ଼ି ଲାଗିଛନ୍ତି। ତେଣୁ ଦ୍ୱାଦଶ ଶତାବ୍ଦୀରୁ ଦର୍ଶନ ଆରମ୍ଭ ହୋଇଛନ୍ତି, ଅଣସର ଦର୍ଶନ। ପଞ୍ଚଦଶ ଶତାବ୍ଦୀରୁ କେହି ଚୈତାମୃତର କଥାକୁ କହୁଛନ୍ତି। ତାହା ହିଁ ସତ୍ୟ, ଆମେ ସ୍ୱୀକାର କରିବା। ଆଜି ପର୍ଯ୍ୟନ୍ତ ଭଗବାନଙ୍କର ସେଇ ଅନବସର ଦର୍ଶନ ହେଉଛନ୍ତି। ଆପଣ ଯେଉଁ କଥା କହିଲେ ତାହା ହିଁ ସତ୍ୟ। ବର୍ଷକ ଦର୍ଶନ ଜଗତ ନାଥ, ଅନବସରରେ ଅଲାରନାଥ। ଅଣସର ସମୟରେ ଦାରୁ ବ୍ରହ୍ମ, ଶିଳା ବ୍ରହ୍ମ, ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଯିଏ ନ ଦେଖି ପାରିଲା, ଚତୁର୍ଭୁଜ ନାରାୟଣ ବ୍ରହ୍ମ ନାରାୟଣ ଶଙ୍ଖଚକ୍ର ଗଦା ପଦ୍ମଧାରୀ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ଦର୍ଶନ କଲେ, ଅଲାରନାଥଙ୍କୁ ଦର୍ଶନ କଲେ, ମହାପ୍ରଭୁଙ୍କର ଶ୍ରୀ ଜଗନ୍ନାଥଙ୍କର ଦର୍ଶନର ବର୍ଷକର ଫଳପ୍ରାପ୍ତି ହୁଏ। ତେଣୁ ଆଜି ଶ୍ରୀକ୍ଷେତ୍ରରୁ ଶିଳାକ୍ଷେତ୍ର ଜନସମୁଦ୍ର ହେଇଛନ୍ତି, ତାହା ହିଁ ସତ୍ୟ। ଅନବସର କି ସୁନ୍ଦର ଦିବ୍ୟମୂର୍ତ୍ତି ଶିଅଲାର ନାଥ, ଗଳେ ବନ ମାଳ ଶୋହେ ଶଙ୍ଖଚକ୍ର ହସ୍ତ। ତେଣୁ ଭଗବାନ ବ୍ରହ୍ମା ଶିବ ଯୁକ୍ତ କରେ। ତେଣୁ ସମସ୍ତ ଦେବତାମାନେ ଆଜି ଦର୍ଶନ କରୁଛନ୍ତି ଏବଂ ଲକ୍ଷ୍ମୀ ସରସ୍ୱତୀ ବା ଦୁଇ ପାରୁଶ୍ୱରେ ସହସ୍ର ମୁଖ ଅନନ୍ତ ଶୋହେ ମସ୍ତକରେ ଯୁକ୍ତ କରେ ପକ୍ଷୀବର ଉଭାତ ସମ୍ମୁଖ। କି ସୁନ୍ଦର ଦିବ୍ୟମୂର୍ତ୍ତି ଶ୍ରୀ ଅଲାରନାଥ। ତେଣୁ ଭିକାରୀ କରେ ଗୁହାରି, ମଣିମା ଶୁଣିମା, ବ୍ରହ୍ମଗିରି ସାନ୍ତେ କି ଦେବୀ ଉପମା, ଅଣସର ଦର୍ଶନରେ ଭକତ ମୁକତ। କି ସୁନ୍ଦର ଦିବ୍ୟମୂର୍ତ୍ତି ଶ୍ରୀ ଅଲାରନାଥ। ତେଣୁ ଭଗବାନ ଅଲାରନାଥଙ୍କର ଦିବ୍ୟ ଦର୍ଶନ ଆଜି ଅନବସର ଦର୍ଶନରେ କୋଟି କୋଟି ଭକ୍ତଙ୍କର ଯେଉଁ ମନୋଭୀଷ୍ଟ ପୂର୍ଣ୍ଣ କରୁଛନ୍ତି ପ୍ରଭୁ। ଏବଂ ଆଉ ଗୋଟିଏ କଥା ଅଛି, ଯଦି କେହି ଭକ୍ତ ସାଜୁଜ୍ୟ ଭକ୍ତି ମୁକ୍ତି କାମନା କରି ମଧ୍ୟ ଭଗବାନ ଶ୍ରୀ ବିଗ୍ରହଙ୍କ ଦର୍ଶନ କରନ୍ତି, ତାହା ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି ପୁରାଣ କହନ୍ତି। ତେଣୁ ଆଜି ଏ ଯେଉଁ ଦିବ୍ୟ ଦର୍ଶନ, ଅନବସର ଦର୍ଶନ, ଦୁର୍ଲଭ ଦର୍ଶନ, ଭଗବାନ ଅଲାରନାଥଙ୍କ ଦର୍ଶନ କଲେ, ଭଗବାନ ଜଗନ୍ନାଥଙ୍କର ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ, ନୀଳାଦ୍ରିରେ ବର୍ଷକର ଦର୍ଶନ, ବ୍ରହ୍ମାଦ୍ରିରେ ଅନବସରରେ ଗୋଟିଏ ଦିନ ଦର୍ଶନ ଭିତରେ ଫଳପ୍ରାପ୍ତି ହୋଇଥାଏ। ଜୟ ଶ୍ରୀ ଅଲାରନାଥ। ଏତେ ଲୋକଙ୍କ ଭିଡ଼ରେ ମୁଁ ଭାବିଲି ଠାକୁରଙ୍କ ଦର୍ଶନ ମିଳିବନି ବୋଲି, ଯାହା ହଉ ମିଳିଗଲା। ଏଠି ବହୁତ ଖୁସି, ମାନେ ଯାହାକୁ ଏବେ ଠାକୁର ଅଣସରରେ ପଡ଼ିଛନ୍ତି, ଯାହାକି ଜ୍ୱରରେ ପଡ଼ିଛନ୍ତି ଠାକୁର, ସେଥିପାଇଁ କୋଟି କୋଟି ଭକ୍ତ ଆସୁଛନ୍ତି ଅଲାରନାଥଙ୍କ ଦର୍ଶନ କରିବା ପାଇଁ ଆସୁଛନ୍ତି। ଆଉ ତାଙ୍କରି ପାଖରେ ମୁଁ ଏବେ ମିଳିଲା ଦର୍ଶନ, ବହୁତ ଖୁସି ଲାଗିଲା। କାହିଁକିନା ଆପଣମାନେ ସମସ୍ତେ ଯଦି ଏବେ ତ ଜାଣିଥିବେ ପୁରୀରେ କିଛି ଠାକୁର ଦର୍ଶନ ମିଳିବନି, ଅଭଡ଼ା ବି ମିଳିବନି, କାହିଁକିନା ଏଇ ଯାହାକି ମିଳିବ କେବଳ ବ୍ରହ୍ମଗିରି ଅଲାରନାଥ ହିଁ ମିଳିବ। ଆପଣମାନେ ଆସନ୍ତୁ, ଯେତେ ଦିନ ଠାକୁର ଜ୍ୱରରେ ପଡ଼ିଛନ୍ତି ସେତେ ଦିନ ଯାକ ହେବ ଏଇ ଜାଗାରେ ଅଭଡ଼ା ଅନ୍ନ ମିଳିବ, ସବୁକିଛି ମିଳିବ ଏଇ ଜାଗାରେ, ଆପଣଙ୍କୁ ଅଭଡ଼ା ମିଳିପାରିବ। ଆଉ ଗୋଟେ କଥା କହୁଛି, କାହିଁକିନା ଯଦି ଅଲାରନାଥ ଆପଣ ଆସୁଛନ୍ତି ତାର ଅଲାରନାଥରେ କ୍ଷୀରି ଖାଇବେ ନିଶ୍ଚିନ୍ତ, କାରଣ ଅଲାରନାଥ କ୍ଷୀରି ହେଉଛି ବହୁତ ଫେମସ୍। ଆଉ ଆପଣ ଜାଣିଥିବେ ଅଲାରନାଥ ଷ୍ଟୋରି ଜାଣିଥିବେ ସମସ୍ତେ, ମୁଁ କହିଥିଲି ଗୋଟେ ଭିଡ଼ିଓରେ, ତ ଆପଣଙ୍କୁ ଆଉ ଥରେ କହିଦେଉଛି, ଅଲାରନାଥ କ୍ଷୀରି ଆସିକି ନିଶ୍ଚିତ ଭାବରେ ଖାଇବେ। ଆଉ ଦେଖିଲି ଦର୍ଶନ କଲି, ଆଉ ତ କିଛି ବୁଲେଇ ଦେଉଛି। ଆଉ ଚୈତନ୍ୟ ମହାପ୍ରଭୁ ଯେଉଁ ଆସିଥିଲେ ଆମର ଅଲାରନାଥକୁ ଦର୍ଶନ କରିବା ପାଇଁ, ଠାକୁରଙ୍କୁ ଯାହାକି ଜଗନ୍ନାଥଙ୍କୁ ଖୋଜି ପାଇନଥିଲେ ଯାହାକି ପୁରୀରେ, ଏଇ ଜାଗାକୁ ଆସିଥିଲେ। ମୁଁ ଦେଖାଉଛି ଆପଣମାନେ କେଉଁ ଜାଗାରେ ରହିଥିଲେ। ସେଇଠି ଯେଉଁ ଦେଖାଯାଉଛି ସେଇଠି ଶ୍ରୀ ଚୈତନ୍ୟଙ୍କର ଅଛି, ମହାପ୍ରଭୁଙ୍କର ଅଛି, ଯେଉଁଠିକି ଗୋଟେ ଶିଳା ଅଛି ଯାହାକି ପଥର ଉପରେ ଗୋଡ଼ ରଖିଦେଇଥିଲେ, ମୁଣ୍ଡିଆ ମାରିଥିଲେ, ଯାହାକି ତରଳି ଯାଇଥିଲା। ପୁରୀରେ ଖୋଜିଲି ପାଇଲିନି ତତେ, ପୁରୀରେ ଖୋଜିଲି ପାଇ। ବସ ମୁଁ ଯାଉଛି ଏବେ, କାହିଁକିନା ଯିବି ଗାଁକୁ ପଳେଇବି, କାହିଁକିନା ବହୁତ ଟାଇମ୍ ହେଇଗଲାଣି। ଆଉ ଏବେ ଯିବି ତ ଦେଖେଇବି ଅଭଡ଼ା କେମିତି ମିଳୁଛି ଏ ଜାଗାରେ। ଆନନ୍ଦ ବଜାର ଏଠି ଅଛି ବି, ତ ଆପଣଙ୍କୁ ଦେଖେଇବି, ନିଶ୍ଚୟ କଣ୍ଟିନ୍ୟୁ ରୁହନ୍ତୁ। ତ ଭାଇ ଦେଖୁଥିବେ ଆନନ୍ଦ ବଜାରରେ ପହଞ୍ଚାଇଛି, ଯାହାକି ବ୍ରହ୍ମଗିରି ଆନନ୍ଦ ବଜାର, ଯାହାକି ଠାକୁର ସେପଟେ ଅଣସର ପଡ଼ିଲେ ତ ଏପଟେ ହିଁ ଅଭଡ଼ା ଷ୍ଟାର୍ଟ ହୋଇଥାଏ। 12 ଦିନ ଯାକ ଷ୍ଟାର୍ଟ ହୋଇଥାଏ, 12 ଦିନ ଯାକ ଅଭଡ଼ା ଷ୍ଟାର୍ଟ ହୁଏ। ଏବଂ ଅଲାରନାଥକୁ ଦର୍ଶନ କରିକି ଯାଆନ୍ତୁ, ଏଠି କ୍ଷୀରି ବି ମିଳୁଛି, ଦେଖନ୍ତୁ ଦେଖ। ଅବଢା ଛାଡ଼ି ବାଣ୍ଟୁ ଛକିରି ଅଲାରନାଥ ବେଶକୁ ଧରି। ମାନେ ପ୍ରବଳ ଲୋକ ଆସୁଛନ୍ତି, ଦେଖନ୍ତୁ ଅଭଡ଼ା ଏଇଠି ହିଁ ମିଳେ।
ଆପଣ ପୁରୀରେ ଅଭଡ଼ା ବି ପାଇବେନି, ଯଦି ଅଭଡ଼ା ପାଇବେ ଏଇ ଜାଗାରେ ପାଇବେ, ଯାହାକି ବ୍ରହ୍ମଗିରି ଏଇ ଟାଇମ୍ରେ କେବଳ ବ୍ରହ୍ମଗିରି ହିଁ ପାଇବେ। ଲୋକ ଅଛନ୍ତି ଏବଂ କେତେ ଆସିଛନ୍ତି ବାହାରୁ ଲୋକ ଦେଖିବା ପାଇଁ, ଯାହାକି ନନ୍ଦନକାନନକୁ ଦର୍ଶନ କରିବା ପାଇଁ। ଏବଂ ମୁଁ ଦେଖେଇଲି କି ମାମୁଁର ବୋଉ କେମିତି ଛାଡ଼ିଲି, ତ ବାସ୍ ଦେଖେଇଲି କେତେ ଲୋକ ଆସିଥିଲେ ଏବଂ ନନ୍ଦନକାନନ ଦର୍ଶନ କଲେ। ଆଉ ଆନନ୍ଦ ବଜାର ବି ଦେଖେଇଲି, ଯାହାକି ଅଭଡ଼ା ଯେଉଁଠି ମିଳୁଛି ଏବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିଦେବେ, ବେଲ୍ ଆଇକନ୍ ଦାବିଦେବେ। ରହୁଛି ଆଜ୍ଞା, ଜୟ ଜଗନ୍ନାଥ।